ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ପୁଣ୍ୟତିଥି ଦିବସ ଏବଂ ଏହି ଅବସରରେ ମୁଁ ପ୍ରଥମେ ଜିଲ୍ଲା ପ୍ରଶାସନ ଏବଂ ସମଗ୍ର ଜିଲ୍ଲାବାସୀଙ୍କ ତରଫରୁ ଏହି ମହାନ ଆତ୍ମାଙ୍କର ଉଦ୍ଦେଶ୍ୟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଏବଂ ଭଦ୍ରକ ମାଟିକୁ ମଧ୍ୟ ମହାତ୍ମା ଗାନ୍ଧୀ ପଦାର୍ପଣ କରିଥିଲେ, ତେଣୁ ସେହି ହିସାବରେ ଏ ମାଟି ମଧ୍ୟ ଧନ୍ୟ ହେଇଛି ଏବଂ ତାଙ୍କର ଆଦର୍ଶ, ତାଙ୍କର ଚିନ୍ତା, ତାଙ୍କର ଚେତନା ଆଜି ସମଗ୍ର ବିଶ୍ୱବାସୀଙ୍କୁ ମଧ୍ୟ ଆହ୍ଲାଦିତ କରିଛି ଏବଂ ସେ ଯେତେବେଳେ ସତ୍ୟ ଏବଂ ଅହିଂସାର ମାର୍ଗ ଆପଣେଇକିରି ଭାରତବର୍ଷକୁ ସ୍ୱାଧୀନତା ଦେଇଥିଲେ, ତାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା। କାରଣ ଦ ବ୍ରିଟିଶ ଏମ୍ପାୟାର, ଯେଉଁଟାକି କୁହାଯାଏ, ଇଟ୍ ୱାଜ୍ ଏଷ୍ଟାବ୍ଲିଶ୍ଡ ୱିଥ୍ ବେଓନେଟ୍ସ ଆଣ୍ଡ ଆର୍ମସ୍ ଆଣ୍ଡ ଆମ୍ୟୁନିସନ୍ସ, ତାକୁ ଗୋଟେ ଅହିଂସାର ମାର୍ଗରେ ବା ଅହିଂସାର ଅସ୍ତ୍ରରେ ତାକୁ ନିରସ୍ତ୍ର ତାକୁ ମାନେ ହରେଇବା, ସେତେବେଳେ ଗୋଟେ ଏଇଟା ହେଉଛି ଚିନ୍ତାଧାରାର ବିଜୟ ଥିଲା। ତେଣୁ ଆଜି ସମଗ୍ର ଭାରତବର୍ଷରେ ତାଙ୍କର ଯେଉଁ ସେ ଯେଉଁ ମାନେ ମୁଁ ତ କହିବି ସେ ଯେଉଁ ବୀରତ୍ୱର, ସେ ଯେଉଁ ମାନେ ତ୍ୟାଗ, ସେ ଯେଉଁ ସେବାର ମନୋଭାବ ସେ ଛାଡ଼ିକି ଯାଇଛନ୍ତି, ଯେଉଁଭଳି ଭାବରେ ସେ ସମଗ୍ର ଭାରତବର୍ଷକୁ ଏକତ୍ରିତ କରିଥିଲେ, ସବୁ ବର୍ଗର ବ୍ୟକ୍ତିମାନଙ୍କୁ ସେ ଏକତ୍ରିତ କରିପାରିଥିଲେ। ସେ ଆଜି ମଧ୍ୟ ତାଙ୍କର ପ୍ରାସଙ୍ଗିକତା ରହିଛି ଏବଂ ସେ ସ୍ୱପ୍ନର ଯେଉଁ ଭାରତବର୍ଷ ଦେଖିଥିଲେ ତାହା ସାକାର ହୋଇପାରେ ଯଦି ତାଙ୍କର ଚିନ୍ତା ଏବଂ ଚେତନା ଦ୍ୱାରା ଆଗାମୀ ପିଢ଼ିମାନେ, ଆମେ ସମସ୍ତେ ଯଦି ତାଙ୍କ ଚେତନା ଏବଂ ଚିନ୍ତା ଦ୍ୱାରା ଆମେ ଅଭିମନ୍ତ୍ରିତ ହୋଇପାରିବା, ତାକୁ ଆପଣେଇ ପାରିବା, ନିଶ୍ଚିତ ଭାବରେ ସେ ଯେଉଁ ସ୍ୱପ୍ନର ଭାରତ ଦେଖିଥିଲେ ତାହା ସାକାର ହୋଇପାରିବ।